ଆଜି ଆମେ ପଢ଼ିବା ବଳରାମ ଦାସଙ୍କ କୃତ ପରଶୁରାମ ଭେଟ ବିଷୟଟିର 1 ନମ୍ବର ସମ୍ବଳିତ ପ୍ରଶ୍ନ ଏବଂ ଉତ୍ତର। ଚାଲନ୍ତୁ ପଢ଼ିବା। 1 ନମ୍ବର କ୍ୱେଶ୍ଚନ୍, ରାମଚନ୍ଦ୍ର ପରଶୁରାମଙ୍କ ଠାରୁ କୁଦଣ୍ଡ କେଉଁ ହସ୍ତରେ ନେଇଥିଲେ? ରାମଚନ୍ଦ୍ର ପରଶୁରାମଙ୍କ ଠାରୁ କୁଦଣ୍ଡ ଦକ୍ଷିଣ ହସ୍ତରେ ନେଇଥିଲେ। 2 ନମ୍ବର ପ୍ରଶ୍ନ, ଚଉଠି ରାତିରେ ପ୍ରଭୁ ରାମଚନ୍ଦ୍ର ସୀତାଙ୍କ ନିକଟରେ କେଉଁ ସତ୍ୟ କରିଥିଲେ? ଚଉଠି ରାତିରେ ପ୍ରଭୁ ରାମଚନ୍ଦ୍ର ଅଗ୍ନି ଛୁଇଁ ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ସୀତାଙ୍କ ନିକଟରେ ସତ୍ୟ କରିଥିଲେ। 3 ନମ୍ବର କ୍ୱେଶ୍ଚନ୍, ରାମଚନ୍ଦ୍ରଙ୍କ ଚଉଠି ସମ୍ବାର ବିଧି କାହା ଆଶ୍ରମରେ ପାଳନ ହୋଇଥିଲା? ରାମଚନ୍ଦ୍ରଙ୍କ ଚଉଠି ସମ୍ବାର ବିଧି ବିଶ୍ୱାମିତ୍ରଙ୍କ ଆଶ୍ରମରେ ପାଳନ ହୋଇଥିଲା। 4 ନମ୍ବର, ରାମଚନ୍ଦ୍ର କେଉଁ ନଦୀ ଅତିକ୍ରମ କରି ବିପୁଳ ବନରେ ଉପଗତ ହୋଇଥିଲେ? ରାମଚନ୍ଦ୍ର ସୁର ନଦୀ ଅତିକ୍ରମ କରି ବିପୁଳ ବନରେ ଉପଗତ ହୋଇଥିଲେ। ରଘୁମଣି କିଏ? 5 ନମ୍ବର କ୍ୱେଶ୍ଚନ୍, ରଘୁମଣି କିଏ? ରଘୁମଣି ହେଉଛନ୍ତି ସ୍ୱୟଂ ରାମଚନ୍ଦ୍ର। 6 ନମ୍ବର କ୍ୱେଶ୍ଚନ୍, ରାଜା ଦଶରଥଙ୍କ କେଉଁ ନୟନ ଘନ ଘନ ସ୍ଫୁରଣ ହେଉଥିଲା? ରାଜା ଦଶରଥଙ୍କ ବାମ ନୟନ ଘନ ଘନ ସ୍ଫୁରଣ ହେଉଥିଲା। 7 ନମ୍ବର, ଦେବୀ ସୀତା କେଉଁ ରାଜା ଓ କେଉଁ ରାଜ୍ୟର ଦୁହିତା ଥିଲେ? ଦେବୀ ସୀତା ରାଜା ଜନକ ଓ ମିଥିଳାର ଦୁହିତା ଥିଲେ। 8 ନମ୍ବର, ପରଶୁରାମ ଭେଟ କବିତାଟି ଜଗମୋହନ ରାମାୟଣର କେଉଁ କାଣ୍ଡରୁ ଗୃହୀତ? ପରଶୁରାମ ଭେଟ କବିତାଟି ଜଗମୋହନ ରାମାୟଣର ଆଦି କାଣ୍ଡରୁ ଗୃହୀତ। ତାପରେ ଦେଖିବା 9 ନମ୍ବର କ୍ୱେଶ୍ଚନ୍, ବଳରାମ ଦାସଙ୍କ ଜଗମୋହନ ରାମାୟଣ କେଉଁ ବୃତ୍ତରେ ରଚିତ? ବଳରାମ ଦାସଙ୍କ ବୃତ୍ତରେ ରଚିତ। ତାପରେ ଦେଖିବା, କାହାକୁ କେନ୍ଦ୍ର କରି ପଞ୍ଚସଖାଙ୍କ ଭକ୍ତି ଆନ୍ଦୋଳନ ଗଢ଼ି ଉଠିଥିଲା? ଜଗନ୍ନାଥଙ୍କୁ କେନ୍ଦ୍ର କରି ପଞ୍ଚସଖାଙ୍କ ଭକ୍ତି ଆନ୍ଦୋଳନ ଗଢ଼ି ଉଠିଥିଲା। 11 ନମ୍ବର କ୍ୱେଶ୍ଚନ୍, ବଳରାମ ଦାସ କେଉଁ ଗଜପତିଙ୍କ ସମସାମୟିକ ଥିଲେ? ବଳରାମ ଦାସ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମସାମୟିକ ଥିଲେ। 12 ନମ୍ବର କ୍ୱେଶ୍ଚନ୍, ବଳରାମ ଦାସ କୃତ ଲକ୍ଷ୍ମୀ ପୁରାଣରେ କେଉଁ ବୈଶିଷ୍ଟ୍ୟ ପରିଲିଖିତ ହୋଇଛି? ବଳରାମ ଦାସଙ୍କ କୃତ ଲକ୍ଷ୍ମୀ ପୁରାଣ ନାରୀ ଓ ପୁରୁଷ ପବିତ୍ର ସମ୍ପର୍କ ପାଇଁ ଅଭିପ୍ରେତ ଓ ନାରୀର ସ୍ୱାତନ୍ତ୍ର୍ୟ ଏଥିରେ ପ୍ରକଟିତ ହୋଇଛି। ତାପରେ ଦେଖିବା 13 ନମ୍ବର କ୍ୱେଶ୍ଚନ୍, ରାମଚନ୍ଦ୍ରଙ୍କୁ କେଉଁମାନେ ଉପହାର ଦେଇଥିଲେ? ରାମଚନ୍ଦ୍ରଙ୍କୁ ରାଜାମାନେ ଉପହାର ଦେଇଥିଲେ। ବାଟରେ ଗଲାବେଳେ ରାଜାମାନେ ଉପହାର ଦେଇଥିଲେ। କେଉଁ ବନରେ ଋଷି ବିଶ୍ୱାମିତ୍ରଙ୍କ ଆଶ୍ରମ ଅବସ୍ଥିତ? କେଉଁ ବନରେ? ସିଦ୍ଧ ବନରେ ଋଷି ବିଶ୍ୱାମିତ୍ରଙ୍କ ଆଶ୍ରମ ଅବସ୍ଥିତ। ରାମଚନ୍ଦ୍ର କେଉଁ ନଦୀ ଅତିକ୍ରମ କରି ବିପୁଳ ବନରେ ବିଶ୍ରାମ କରିଥିଲେ? ରାମଚନ୍ଦ୍ର ସୁର ନଦୀ ଅତିକ୍ରମ କରି ବିପୁଳ ବନରେ ବିଶ୍ରାମ କରିଥିଲେ। 16 ନମ୍ବର କ୍ୱେଶ୍ଚନ୍, ମନୁଷ୍ୟ ଶରୀର ଉପରେ କିଏ ବସିଥିବାର ଦଶରଥ ଦେଖିଥିଲେ? ମନୁଷ୍ୟ ଶରୀର ଉପରେ କାକ ବସିଥିବାର ଦଶରଥ ଦେଖିଥିଲେ। 17 ନମ୍ବର, ରାଜା ଦଶରଥଙ୍କର କୁଳଗୁରୁ କିଏ ଥିଲେ? ରାଜା ଦଶରଥଙ୍କ କୁଳଗୁରୁ ଥିଲେ ବ୍ରହ୍ମର୍ଷି ବଶିଷ୍ଠ। ରାଜା ଦଶରଥଙ୍କର କୁଳଗୁରୁ। 18 ନମ୍ବର, ଦଶରଥ ଓ ରାମଚନ୍ଦ୍ର କେଉଁ ବଂଶର ଦାୟାଦ ଅଟନ୍ତି? ରାମଚନ୍ଦ୍ର ଓ ଦଶରଥ ସୂର୍ଯ୍ୟ ବଂଶର ଦାୟାଦ ଅଟନ୍ତି। କାହାକୁ କ୍ଷତ୍ରିୟ କୁଳର ଅଇରୀ ଭାବେ ବର୍ଣ୍ଣନା କରାଯାଇଛି? ପରଶୁରାମଙ୍କୁ କ୍ଷତ୍ରିୟ କୁଳର ଅଇରୀ ବା ଶତ୍ରୁ ବୋଲି ବର୍ଣ୍ଣନା କରାଯାଇଛି। 20 ନମ୍ବର, କେଉଁ ମନ୍ଦ ଲକ୍ଷଣ ଗୁଡ଼ିକ ରାଜା ଦଶରଥ ପ୍ରମାଦଗସ୍ତ କରିଥିଲେ? ଶ୍ରୀରାମଚନ୍ଦ୍ରଙ୍କ ସମ୍ମୁଖରେ ଶୃଗାଳ, ରଡ଼ି, ଆଚ୍ଛନ୍ନ କୁହୁଡ଼ି, ଧୂମକେତୁର ଆବିର୍ଭାବ ଇତ୍ୟାଦି ସେସବୁ ଦେଖିଥିଲେ। ପ୍ରବଳ ବତାସ ହେବା, ପବନ ବହିବା ଏହି ଲକ୍ଷଣ ଗୁଡ଼ିକ ସେ ଦେଖିଥିଲେ।